कहते द्रौपदी की कृष्ण ठाकुर कुरु सभारे दुशासन विवस्त्र करुची प्रभु वस्त्र कहीं देउना अरे तांको पाखरे भल मंद किछि नाई रे रुक्मिणी कहउचंती प्रभु की अवस्था भोगुचंती दियो वस्त्र ना ना से निजे निजु को रक्षा करि पारिबे बोली जेहेतु वस्त्र को हाथ रे धरिचंती मो ऊपर तांकर संपूर्ण विश्वास आसेनी रुक्मिणी जेतबळे निराश हेले द्रौपदी जानिले दुसा कबळरू मु निजे निजको रक्षा करि पारिबी ऊपर को हाथ टेकी देले गोटे पद गाउची गायक वाणी विभूषण अर्जुन जानिले द्रौपदी मोर आउ सामर्थ्य नाही मु दुस्साह सहित बाहुबंधन रे वस्त्र को रखी पारे समर्पी वाला शरीर को बोले प्रभु ये शरीर तोर ये अनुजौवन तोर ये द्रौपदी भी तोर कला ये भासिली ऊपर को हाथ टेकी दे द्रौपदी डाकिले कालिया मु भासिली भव जले पड़िली चिंता भासिली चिंता मणि है विश्व चिंता मणि है प्रभु है भासिली भव जले पड़िली चिंता विश्व चिंता मणि है तू कौन देखी पारनु प्रभु ये हमर दुसा सोन करुची विवासन हमर दुसा सोन करुची विवासन ये हमर दुसा सोन करुछि विवासन हमर दुशासन प्रभु करुछि विवासन तुमे देखुछ बेनी डोळे देखुता बेनी डोळे विश्व चिंता मणिए विश्व चिंता मणिए मु भासिली भव जले उड़िली प्रभु कानरे विश्व चिंता मणिए द्रौपदी जेतेबेले आत्मसमर्पण करिदेले से निजे कुरु सभार अछंती कि नाही दुसा विवस्त्र करुछि कि नाही सबु भूली गले से कौन चिंता कले जानिछु जेंति सत्य की तांकर ये नश्वर शरीर कौन भंगुर शरीर प्रभुंक सत्तारे मिसी केते बेले प्रभु कोटी वस्त्र देइचंती वस्त्र को भिड़ी भिड़ी दुर्बार दुशासन थकी पड़ी शांत हो जाइछि पृथ्वी सत अशांत जग माया अशांत जग माया
ଆଖିରୁ ନିଆଁ ବାହାରୁଛି। ମୁଁ କହିଥିଲି ଆପଣଙ୍କୁ ସତ୍ୟ ଯୁଗରେ କାଲି ଯେମିତି ଗୋଟେ ମୂର୍ଖଙ୍କ ଭଳିଆ କହୁଥାନ୍ତି ଆକାଶରୁ ଜନ୍ମ ଦୁର୍ଗା, ଦୁର୍ଗାଙ୍କର ଜନ୍ମ ଅଗ୍ନିରୁ ନି ଆଜ୍ଞା ନା ଆକାଶରୁ। ମୋ ଅନୁଷ୍ଠାନ ହେଇଥିଲେ ମୁଁ ତାଙ୍କୁ ବାହାର କରିକି ଅଲଗା ଗାୟକ ଆଣନ୍ତିନି। ଭାଟି କରନା ଆରେ ଇଏ ତ ଭଲ। ସେଠି ଟଙ୍କା ପାଇବ, ଏଠି ଟଙ୍କା ପାଇଲ। ମତେ କହୁଛନ୍ତି ଭାଇନା କେତେ ଟଙ୍କା ହେଲା? ମୁଁ କହିଲି ଯୋଉ ଦିନ ପାଲା ଭଲ ହବ ସେଦିନ ପ୍ରାଇଜ ମିଳିବନି। ଯୋଉ ଯାତ୍ରା ପାର୍ଟି ଭଲ ଆସିବ ସହରକୁ ଚାହା ଦୋକାନୀ ଭେଳା ବୁଲିଲା, ଆଉ ସବୁ ଲୋକ ତ ଯାତ୍ରା ଦେଖିବେ, ଚା କେତେବେଳେ ପିଇବେ? ଇଏ ଗେଡୁଆ ପୁଅ କାହିଁ ବିଆଳି ମାଗୁଣି ଇଆଡେ ଆଜ୍ଞା ଆଜ୍ଞା ସାରି ଯାଇ ତାଙ୍କ ବସା ଘରେ ପହୁଛି। ଶୁଣୁ କୋଟି ବସ୍ତ୍ର ପ୍ରଭୁ ଦେଲେ, ଆଖିର ଯୋଉ ଅନଳ ଜଳେଇଗଲା, କୁରୁ ବଂଶର ନାରୀ ମାନେ ଉଲଗ୍ନ ହେଇକି ନାଚିଲେ। ସତ୍ୟ ଯୁଗରେ ହଉଛନ୍ତି ଦୁର୍ଗା ଅଗ୍ନିଭୂତରୁ, ତ୍ରେତା ଯୁଗରେ ପୃଥିବୀ ଭୂତରୁ ସୀତା, ସୀତା ଉଲଗ୍ନ ହେଇଥିଲେ ମତେ ଆଉ ବେଳ ନାହିଁ। ଦ୍ୱାପର ଯୁଗରେ ଦ୍ରୌପଦୀ, କଳି ଯୁଗରେ ଗୋଟିଏ ଅଜନୀ ସମ୍ଭୂତା ନାରୀ କୋଉ ଜାଗାରେ ଅଛନ୍ତି, କୋଉ ଦିନ କେତେବେଳେ ତାଙ୍କ ଦେହରୁ ବସ୍ତ୍ର ଖସିବ, ବିଶ୍ୱ ହବ ପ୍ରଳୟ, ତାକୁ ଦେଖିବା। ସାର୍ ଇଏ ଯୋଉ ଅଷ୍ଟବସୁ ବାଳଖିଲ ଋଷିଙ୍କି ଦେଖି ନିନ୍ଦା କରିବାରୁ ଅଭିଶାପ ପାଇଥିଲେ, ଜନ୍ମ ନେଲେ 7 ଜଣ ନିନ୍ଦା କରିଥିଲେ, ଜଣେ ନିନ୍ଦା କରିନଥିଲେ। ସେ ଜଣକ ହେଲେ ଭୀଷ୍ମ। କଣ ପୁଅ ବୁଝୁଛୁ? ଇଏ ଅଷ୍ଟବସୁ। ଆଉ ପଚାରିଥିଲେ ଅକ୍ଷଣିକ କେତେ? ଅକ୍ଷଣିକ ହଉଛି 2,01,09,350 ପଦାତିକ। ପୁଅ 21,65,000 କଣ ଅଶ୍ୱାରୋହୀ, 70 ଗଜାରୋହୀ, 21,870 ରଥା। ସମୁଦାୟ ହିସାବ କରିଦେଲେ ହବ 2,18,700, 2,18,700। ଏଗୁଡା ସବୁ ମାନସାଙ୍କ। ଯଦି ଗାୟକର ମନେ ନାହିଁ, କଣ ନେଟରେ ନାହିଁ, ଛକିନି ସେଇଠି ତୁ କହିଲା ମୁଁ ମାରିଦିଏ ଦେଖିଦବୁ। ସେ ତାର ଲେଖିକି ଜାଣିଛି ନା, ମୁଁ କଣ ଲେଖିବି? ସେ ଏବେ ଦେଖିବେନି, ମୁଁ କଣ କହିଦେବିନି? କାଳେ ଗାୟକଙ୍କର ଭୁଲ ହବ ବୋଲି ସେ ଲେଖିକି ଜାଣିଛି, ତାର ଲେଖାରେ କଣ ମାମଲା ଅଛି? ତେଣୁ ମୋ କହିବାର ତାତ୍ପର୍ଯ୍ୟ ପ୍ରବୀର ପଦାତିକ ହଉଛି 1,09,000 ପୁଅ 350। ମୁଁ ମୋର ଠିକ ମନେ ରଖିବା କଥା ରଖିଛି, ସେ ତାଙ୍କର ଲେଖିଛନ୍ତି ଡର। ସାରା ଆମେ ଲେଖି ନେଇଛୁ କାଳେ ହବ, ମା ଦୟା କଲେ କିଛି ଅସୁବିଧା ହବନି। ଆଜ୍ଞା ପ୍ରବର ଗୋତ୍ର ପ୍ରବର, ଆପଣଙ୍କର ଗୋତ୍ର ପ୍ରବର। ଆମ ପୂର୍ବ ବଂଶଧରରେ ଆମ ଗୋତ୍ର ପ୍ରବର, ବଂଶଧରଙ୍କର ସମୂହ କୁହାଯାଏ ପ୍ରବର। ପ୍ର ଉପସର୍ଗ ବୀର, ବିଶେଷ ଭାବରେ ଧୀର। ସେଥିରୁ ଆମକୁ କଣ, ଆମ କଥା ଆପଣ ଆମକୁ ପଚାରିଲେ ଆମେ କଣ କହିବୁ? ପ୍ରବର କେମିତି ହବ? ଗୋତ୍ର ପ୍ରବର, ପ୍ରବର ଶବ୍ଦର ଅର୍ଥ କଣ? ପ୍ରବୀର, ବିଶେଷ ଭାବରେ ବୀର। ପ୍ର ଗୋଟେ ଉପସର୍ଗ, 20ଟା ଉପସର୍ଗ, ଆଜିକାଲି ଚାଲୁନି ସେଗୁଡା ସବୁ। ଗାୟକ ପ୍ରବୀର, ପ୍ରବର କହିଲେ ଗୋତ୍ର ପ୍ରବର।
ଆପଣଙ୍କର ଗୋତ୍ର ଭରଦ୍ୱାଜ କି ମୋ ଗୋତ୍ର ନାଗ, ନାଗ ଗଲେ ନାଗ ସାପ, ଆମେ ନାଗ ଋଷି ବଂଶଧର। ବିବାହରେ ଗୋତ୍ର ପ୍ରବଳ ଉଚ୍ଚାରଣ ହୁଏ, ହେଉଛି ପ୍ରବୀର, ପ୍ର ଉପସର୍ଗ ବୀର ହେଲା ପ୍ରବୀର, ବିଶେଷ ଭାବରେ ବୀର ଗାଇବା ଭିତରେ। ତେଣୁ ଆମର ସ୍ତ୍ରୀ କି ବୀର ଆମେ କଣ, ଇଏ ଯେତେ ସବୁ ଡେଜିନେସନ ଆମେ ନିଜେ ମନକୁ କରିଛୁ କି କୋଉ ଅନୁଷ୍ଠାନ ଦେଇଛୁ, କୋଉ ରେଭେନ୍ସା ଡାକିছে ନା କାହାକୁ ଦେଇଛି। ଗାୟକ ନୃସିଂହତା ମୁଁ ଯୁବ ସମ୍ରାଟ କିଏ ଦେଇଛି, କେବଳ ଇଏ ରେଭେନ୍ସା କଲେଜରେ ସେ ଏନଜିଓ ସଂସ୍ଥାର ଗୋଟିଏ ପାଲା ହଉଥିଲା, ଏଠିକି ବାହାରକୁ କଣ ନେଟରେ ଛାଡୁଥିଲେ ପ୍ରଫୁଲ୍ଲ ପାଠାଗାର, ସେଇ ପାଇଥିଲା କିଏ ସେ ପ୍ରଭାତ ସାହୁ ଗାୟକ ରଖନ୍ତି। ତା ପୁଣି ଗଭର୍ଣ୍ଣମେଣ୍ଟର ନୁହଁ, ଗାୟକ ଏନଜିଓ ସଂସ୍ଥା କରିଥିଲା, ସେ ନେଟରେ ଛାଡୁଥିଲା, ସେଠୁ କିଛି ତାଙ୍କର ଯୋଗାଯୋଗ ଥିଲା। ରେଭେନ୍ସା ୟୁନିଭର୍ସିଟି ସେମାନେ ସବୁ ଯେ ଗାୟକ ଶେଖର ଏସବୁ ପାଇଛନ୍ତି ହେଲା। ଏବେ ଅନୁଷ୍ଠାନ ମାନେ ଫୁଟୁଛନ୍ତି, ଆମେ ଗୋଟେ ଏବେ ତ ବିଲକୁଲ ଡିମ୍ବ ନ ଫୁଟୁନୁ, ଆଗ ଡେଜିନେସନ। ଠିକ କହୁଛି ନା ଭୁଲ କହୁଛି? ହେଲେ ବାପା ସିଠି ମାମଲା ନାହିଁ, ଏଇଠି ପରୀକ୍ଷା ଦବ, ଏଇଠି ଖାତା ଦେଖା, ଏଇଠି ସାଙ୍ଗେ ସାଙ୍ଗେ ମାର ହେଲା, କଣ ବୁଝୁଛନ୍ତି? ତେଣୁ ମୁଁ କହିବାର ତାତ୍ପର୍ଯ୍ୟ ୟାର ଆହୁରି ଗୋଟେ କଥା ଅଛି, ଗୋଟେ ଅକ୍ଷୁଣୀର ହିସାବ, ଯେମିତି ଆମର 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି ଠାରୁ ଆରମ୍ଭ କରି ଶେଷର ପରାର୍ଧ ପର୍ଯ୍ୟନ୍ତ ଅଛି, ତାର ହସି ହେଉଛି ଚନୁ, ଏମିତି ସବୁ ଭିନ୍ନ ଭିନ୍ନ ପ୍ରକାର ଅଛି। ତାକୁ ଯଦି ଦେଖେଇ ଦେଇ ପାରିଥାନ୍ତ ମୁଁ ଜାଣିଥାନ୍ତି ତୁମେ ଗାୟକ ହେଇଛ, କହିବ ଯେ ପ୍ରକୃତରେ ବସୁଧା ଭଗବାନଙ୍କର ସ୍ତ୍ରୀ ନୁହଁ, ଏଟା ଭୁଲ କଥା। 9ଟା ପୁଅ ପଚାରିଥିଲି ବିଶ୍ୱକର୍ମାଙ୍କର, କିଛି କହିଛନ୍ତି ଆଉ କହିନାହାନ୍ତି ତ ଆସିଛ କୁଆଡେ, ତାହେଲେ ସାଧୁବାଦ ଦଉଛି, ତାହେଲେ ଏଇଠି ସାଧୁବାଦ ଦଉଛି ହେଲା, ସାଧୁବାଦ ଦଉଛି। ତାପରେ ଆଉ ଗୋଟେ କଥା କହୁଛି, ବସା ଘରେ କହିବି ନା ଏଇଠି କହିଦେବି, ମୁଁ ତ ଖୋଲା ଲୋକ। ସବୁ ଗାୟକ ସବୁ କଥା ଜାଣିନଥାନ୍ତି, ଯୋଉ କଥାଟା ନ ଜାଣିଥିବ ତାକୁ ବିଲକୁଲ ଆଲୋଚନା କରିବନି, ତାକୁ ଥାପେଡେଇ ଦବ, ଏଇଟା ହଉଛି କଥା। କିନ୍ତୁ ତୁମକୁ ମୁଁ ସାଧୁବାଦ ଦଉଛି, ତୁମେ ସ୍ୱୀକାର କରିଛ ଯେ ମୁଁ ପରବର୍ତ୍ତୀ ସମୟରେ କହିବି। ମୁଁ ଝିଅ ନାଁ କହିଦଉଛି, ଝିଅର ନାମ ହଉଛି ସଂଜ୍ଞା, ସୂର୍ଯ୍ୟ, ବିଶ୍ୱକର୍ମାଙ୍କ ଝିଅ ନାମ ହଉଛି ସଂଜ୍ଞା। କହିବା କାଲି ପ୍ରଥମ ଥାକରେ ଅନ୍ୟମାନେ ସବୁ ଥିବେ, ଖାଲି ଆପଣ ନୁହଁ, ଅନ୍ୟମାନେ କିଏ ପଚାରିଛନ୍ତି? 9 ପୁଅ ସମସ୍ତେ, ମୁଁ କଣ ସବୁ ବିଷୟରେ ଜାଣିଛି? ପାଲା ହଉଛି ଗୋଟେ ଚାଲାକ କାମ, କିନ୍ତୁ ଏଇଆ କୌଶଳ ନ ଜାଣିଲେ ପାଲା ଗାଇ ପାରିବନି। ନିରଞ୍ଜନ ପଣ୍ଡା ପ୍ରଫେସର ଅଧ୍ୟାପକ କୋଉଠି, ରେଭେନ୍ସାରେ, ସେ ଇଂଲଣ୍ଡୀୟ ବେଶୀ ଭାଷା ଜାଣିଛନ୍ତି, ସାହିତ୍ୟ ଜାଣିଛନ୍ତି ନା ଜଗନ୍ନାଥ ବେହେରା ଜାଣିଛନ୍ତି? ଜଗନ୍ନାଥ ବେହେରାଙ୍କର ସ୍ପିକିଂ ପାୱାର, ତେଣୁକରି ସେ ଯାଇକି ଦିଲ୍ଲୀ ହଁ ରାଷ୍ଟ୍ରପତି ଭବନରେ, ଭଗବାନ ସମସ୍ତଙ୍କୁ ସମାନ ଦେଇଛି, ଗୁଣ ସମସ୍ତଙ୍କର ସମାନ ନାହିଁ। ସୃଷ୍ଟିର ଉଦ୍ଦେଶ୍ୟରେ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଭିନ୍ନ ଭିନ୍ନ ହେଲା। ସେତିକି ନୁହଁ, ତୁମକୁ ଆଉ ପଚାରିଥିଲି, କାଲି ତୁମେ ବାହାଦୁରୀ ଦେଖେଇଲ, ମୁଁ ଭାଇନାର ସବୁ ପ୍ରଶ୍ନ କହିଥିଲି। ଯଦି ଜଗାଇ ମାଧାଇ ଭୁଲ, ତାକୁ କ୍ଲାରିଫାଇ କଲନି, ଠିକ କଲନି? କଳିଯୁଗରେ କିଏ କହିଲ, ଆମେ ଜାଣିଥାନ୍ତି। ସେତିକି ନୁହଁ, ମୁଁ କହିଥିଲି ଶିବ ବାସୁକି କି ଗଳାରେ ଲମ୍ବାନ୍ତି କି ଅନନ୍ତ, କିଛି କହିଛନ୍ତି? କିଛି କହିନାହାନ୍ତି। ଆଉ ବାହାଦୁରୀ କାହିଁକି? ତା ମାନେ ମୁଁ ଯାହା ପଚାରିଲି ତୁମେ କିଛି, ତୁମେ ଯାହା ପଚାରିଛ ମୁଁ କହିଛି, ଯଦି ଭୁଲ ଥବ ତାକୁ ପର୍ଯ୍ୟାଲୋଚନା କରିବ।
ଇଏ ହେଲେ ଅଷ୍ଟବସୁ ଋଷିଙ୍କ ଅଭିଶାପରେ ଏଇଆ ଋଷି ମୁନି ମାନଙ୍କର ପୂଜ୍ୟ ପୂଜାରେ ଯିଏ ବ୍ୟତିକ୍ରମ କରିଛନ୍ତି କୃଷ୍ଣ ପିଲାମାନେ ତ ଥୟ ପଡିନାହାନ୍ତି କରିଛନ୍ତି ସାରକୁ ଯିବି ନାହିଁ। ଆଉ ରହିଗଲା କଂସ ଦୟାରୁ କେମିତି କୃଷ୍ଣ ତାଙ୍କର ନାଁ ହବ ସେ କହିବା ଅଷ୍ଟବସୁ ଅଷ୍ଟବସୁଙ୍କ ନାଁ ହବ। ସିଏ ନାଁ ହେଇଥିଲେ କହୁନା ଆପଣଙ୍କର ଯୋଉ 6 ଜଣ ଯୋଉ ପିଲା ଦେବକୀର ତାର ନାମ ଆମର ସଂସ୍କୃତ ମହାଭାରତରେ ନାହିଁ ଆଉ କୋଉ ମହାଭାରତରେ ଥାଇପାରେ ଆଜ୍ଞା ନାମ ନାମ ଆଚ୍ଛା ଶୁଣନ୍ତୁ ଆପଣଙ୍କର ଗୋଟେ ନାତି ହବ କେତେ ଦିନ ପରେ ନାଁ ଦେବେ ଆଉ ସେ ତ 21 ଦିନ ହେଇନି ନାଁ କୋଉଠୁ ଆଇଲା ଏ ସବୁ ଦେଢ଼ କଥା ତୁ ମନଗଢା ନା ଗୋଟେ ସଂସ୍କାର ଅଛି ମଣିଷ ମାତୃ ଗର୍ଭ ଠାରୁ ମଶାଣିକି ଯିବା ଯାଏ 16ଟା ସଂସ୍କାର ପୁଂସବନ କ୍ରିୟା କଣ ଗର୍ଭାଧାନ କର୍ମ ଠାରୁ ଆରମ୍ଭ କରି ଧାନକୁ ଚିହ୍ନିବା ପାଇଁ ଚାଷୀ ଦେଇଛି ନା ମାଛକୁ ଚିହ୍ନିବା ପାଇଁ କୈବର୍ତ୍ତ ଦେଇଛି ନା ତେଣୁ ଆମକୁ ଚିହ୍ନିବା ପାଇଁ ନାଁ ଦିଆଯାଇଛି ଆଉ ତାକୁ ତ ଚିହ୍ନିବା ଯାଏ ବେଳ ହେଲା ନାହିଁ ସେ ତ ଯେମିତି ଜନ୍ମ କଲା ତାକୁ ନେଇ ବୁଡେଇ ମାଇଲା ସେ ମତେ ଯଦି ପଚାରିଥାନ୍ତେ ଅଷ୍ଟବସୁଙ୍କ ନାଁ କଣ ମୁଁ କହିଥାନ୍ତି ସେ ତ ମତେ ପଚାରି ନାହାନ୍ତି ମୁଁ କାହିଁ କହିବି ସେ ଠକିନି ଚିପି ନବା ଆଉ ସିଆଡକୁ ଯିବିନି କାଲି ବି ଆଉ ପ୍ରଶ୍ନ ପଚାରିବା କିଛି ବନ୍ଧୁ ମିଳନ କଣ ଉତ୍ତର ତ କିଛି ମିଳୁନି ଆଉ କାଲି ସମୟ ମିଳିଲେ ସେ 9 ଜଣ ପୁଅ କଥା କହିବା କେମିତି ଭିନ୍ନ ଭିନ୍ନ 9ଟି ସମ୍ପ୍ରଦାୟ ହେଇଛି ସେ ତାଙ୍କର ଇଷ୍ଟ ହେଇଛନ୍ତି ରାବଣ ଦୟା କରିବାରୁ ରାମ ରାବଣକୁ ମାରିଲେ ସ୍ୱତନ୍ତ୍ର ଧାରା ଆଉ କୌରବ ପାଣ୍ଡବ ମାନଙ୍କର କୌରବଙ୍କ ସପକ୍ଷରେ କାହିଁକି ଦୁର୍ଯ୍ୟୋଧନ ସପକ୍ଷରେ ଦ୍ରୋଣ ଭୀଷ୍ମ ଯୁଦ୍ଧ କଲେ ସେତିକି ନୁହଁ ବ୍ରାହ୍ମଣ ମାନଙ୍କୁ ବିଦ୍ୟା ଶିକ୍ଷା ଦେବେ କ୍ଷତ୍ରିୟ ମାନଙ୍କୁ ଶିକ୍ଷା ଦେବେ ନାହିଁ ବୋଲି ଯମଦଗ୍ନି ନନ୍ଦ ରେଣୁଙ୍କ ପୁତ୍ର ସତ୍ୟ କଲା ଏଠି କପଟ କରି କର୍ଣ୍ଣ ରାଧେୟ କୌନ୍ତେୟ ଯେତେବେଳେ ଶିକ୍ଷା ଗ୍ରହଣ କଲେ ଅଭିଶାପଗ୍ରସ୍ତ ହେଲା ବେଳେ ସେଇ କ୍ଷତ୍ରିୟ କୁଳର ଚୂଡ଼ାମଣି ଦେବବ୍ରତ ଭୀଷ୍ମ ଗଙ୍ଗା ନନ୍ଦନ ଭୀଷ୍ମ ଶାନ୍ତନୁ ତନୁଜ ଭୀଷ୍ମ ସେ କିପରି ପରଶୁରାମଙ୍କ ଠାରୁ ବିଦ୍ୟା ଶିକ୍ଷା କଲେ ଇଏ ଗୋଟାଏ ଉତ୍ତର ଲମ୍ବୋଦର ବାବୁ ଦେଇପାରିବେ ଏ ହଉଛି ପାଲାର ତର୍ଜମା ଆଉ ଦ୍ରୌପଦୀ ଯଦି ସତୀ ହେଇଥାଏ ତା ପଛରେ ହାତ ଅଛି ଦୁର୍ଯ୍ୟୋଧନ ସେ ବିବସ୍ତ୍ର କରିବାରୁ କୁହନ୍ତୁ ଆପଣ ମୁକ୍ତ କଣ୍ଠରେ ଆପଣ ତ ପାଲା ପ୍ରେମୀ ଦ୍ରୌପଦୀ କି ବିବସ୍ତ୍ର କରିବାରୁ ଭଗବାନ କୋଟି ବସ୍ତ୍ର ଦବାରୁ ଲୋକ କହିଲେ 5 ପତି ଗ୍ରହଣ କଲେ ବି ସୁଦ୍ଧା ଇଏ ସତ୍ୟ ଆଜ୍ଞା ନାଇଁ ଇଏ ଇନ୍ଦ୍ର ସହିତ ପ୍ରୀତି କଲେ ବି ସୁଦ୍ଧା ଭଗବାନଙ୍କର ସ୍ପର୍ଶ ଆସିଲା ସେ ପାଇଲେ ମୁକ୍ତି ଏମିତି ଗୋଟି କି ସେ ସବୁ ବୁଝା ହେଇଯାଇଛି।